ଦର୍ଶନ କରିବି ବୋଲି କେତେ ଖୁସିରେ ତା ପାଖକୁ ଯାଇଥିଲି। ହେଲେ ଶେଷରେ ଜଗା ମତେ ଏମିତି କନ୍ଦେଇ କନ୍ଦେଇ ପଠେଇବ କେବେ ଭାବି ନଥିଲି। ରହ ଜଗା, ଆଉ ତୋ ସହ କେବେ କଥା ହେବିନି। ତ କଥାଟା କଣ ହେଇଛି ନା, ଯେମିତି କି ଆପଣମାନଙ୍କୁ କହିଥିଲି, ଖୁସି, ମୁଁ, ଆଣ୍ଟି ଆମେ 3 ଜଣ ଆସି ପହଞ୍ଚି ଯାଇଛୁ ପୁରୀରେ। ଆଉ ପୁରୀରେ ପହଞ୍ଚୁ ପହଞ୍ଚୁ ପ୍ରଥମେ ଆମେ ଆସିଥିଲୁ ମଠକୁ, ଯୋଉଠି ଖୁସିର ମାମୁଁ, ମାଇଁ, ଅଜା ଆଉ ତା ଭଉଣୀ ମାନେ ସମସ୍ତେ ଥିଲେ। ଆକ୍ଚୁଆଲି କଣ ହେଇଛି ନା, ଯେହେତୁ ଖୁସି ମାମୁଁ ଘରେ ଗୋଟେ ଛୋଟ ବାଛୁରୀ ଛୁଆର ଗୋ ମୃତ୍ୟୁ ହେଇଯାଇଥିଲା, ତାରି ପୂଜା ପାଇଁ ଆଜି ପୁରୀକୁ ସମସ୍ତେ ଆସିଥିଲେ। ଆଉ ଏବେ ତାରି ପୂଜା ପାଇଁ ମାମୁଁ, ମାଇଁ, ଅଜା ସହ ଆମେ ବି ଯାଉଛୁ ମନ୍ଦିର ପାଖକୁ। ମନ୍ଦିର ପାଖକୁ ସିନା ଆସିକି ପହଞ୍ଚି ଗଲୁ, ହେଲେ ଏଠି ଯୋଉ ରେଟ୍ ରେ ଖରା ନା, ମଣିଷ ଜଗା ଦର୍ଶନ ସହ ଯମ ଦର୍ଶନ ବି ହେଇଯିବ। ହେଲେ ମୁଁ ବଞ୍ଚିଗଲି। କେମିତି କହିଲେ? ଜଗାକୁ ଇମ୍ପ୍ରେସ କରିବା ପାଇଁ ଯୋଉ ଶାଢୀଟା ପିନ୍ଧିକି ଆସିନି, ସେଇ ଶାଢୀ ପାଇଁ ଆଜି ମୋ ଜୀବନ ବଞ୍ଚିଗଲା। ମାମୁଁ, ମାଇଁ, ଅଜାଙ୍କୁ ମନ୍ଦିରରେ ଛାଡି ଖୁସି ଆଉ ମୋ ମଠକୁ ଫେରିବା ବାଟରେ ଦେଖିଲୁ ଯେ ଏତେ ଖରାରେ ବି ଜଗାର ରଥଯାତ୍ରା ପାଇଁ ରଥ କାମ ଜୋରସୋରରେ ଚାଲିଛି। ଆଜି ପର୍ଯ୍ୟନ୍ତ ପୁରୀ ଶ୍ରୀକ୍ଷେତ୍ରର ରଥଯାତ୍ରା ଦେଖିପାରିଲିନି ସିନା, ହେଲେ ଜଗାର ରଥ ପ୍ରସ୍ତୁତି ହେବାର ଦେଖି ବହୁତ ଖୁସି ଲାଗୁଛି। ଟିକେ ସମୟ ରଥ କାମ ଦେଖି ସେଠୁ ଆସିବା ପରେ ଯେହେତୁ ଭାରି ଜୋରସେ ଭୋକ ହଉଥିଲା, ଆମେ ପିଲାମାନେ ଦହିବରା ଖାଇ ମଠକୁ ପଳେଇ ଆସିଥିଲୁ। କିନ୍ତୁ ଆମ ଚୁଟକି ଆଉ ଆଣ୍ଟି ନେଇକି ଆସିଥିଲେ ଆଇସ୍କ୍ରିମ। ଯେହେତୁ ମାମୁଁ ମାଇଁ ପୂଜାରେ ବ୍ୟସ୍ତ ଅଛନ୍ତି, ପିଲାମାନେ ସବୁ ଆମ ପାଖରେ ଅଛନ୍ତି। ଆଉ ପ୍ରାୟ ବହୁ ସମୟ ଧରି ପୂଜା ସରିଲା ପରେ ମାମୁଁ ମାଇଁ ମଠକୁ ପଳେଇ ଆସିଥିଲେ ଆଉ ଆସିଲା ବେଳେ ସାଙ୍ଗରେ ମହାପ୍ରସାଦ ବି ଆଣିଥିଲେ। ଆଉ ଆସୁ ଆସୁ ମାଇଁ ସମସ୍ତଙ୍କୁ ବଢା ବଢି କରିବାରେ ଲାଗି ପଡିଥିଲେ। ଆଉ ଶେଷରେ ମାମୁଁ ମାଇଁ ଖାଇବା ପାଇଁ ବି ବସି ପଡିଥିଲେ। ଆଉ ଫାଇନାଲି ପେଟ ପୂଜା କରି ଟିକେ ରେଷ୍ଟ ନେବା ପରେ ଏବେ ଆମେ ସମସ୍ତେ ମିଶି ବାହାରିଲୁ ଜଗାର ଦର୍ଶନ ପାଇଁ। ଆଉ ଜାଣିଛନ୍ତି, ଆଜି ଜଗାକୁ ଅପେକ୍ଷା କରି କରି ପୁରା 4 ଘଣ୍ଟା ଧୈର୍ଯ୍ୟ ଧରି ୱେଟ୍ କଲା ପରେ ଜଗାର ଦର୍ଶନ ହେଇଥିଲା। ଆଉ ଠିକ ଜଗାର ଦର୍ଶନ ସାରି ବାହାରକୁ ଆସିକି ଦେଖିଲା ବେଳକୁ ମୋ ଜୋତା ଏଇଟା ସେଠି ନାହିଁ, ମାନେ ମୋ ଜୋତା ଏଇଟା ହଜି ଯାଇଛି। 4 ଘଣ୍ଟା ଧରି ଖାଲି ପାଦରେ ଛିଡା ହେଲାନି ଯେ ଜଗା ସିଧା ଖାଲି ପାଦରେ ମତେ ଘରକୁ ପଠେଇଦେଲା। ଦେଖୁଛନ୍ତି କେତେ କପଟିଆ। ଆଉ ଏଇ କଥା ମାକୁ ଆସି କହିଲା ପରେ ମା ମତେ ଗାଳି ଦେବା ବଦଳରେ ଭାରି ଖୁସି ହଉଛି, କାଳେ ମୋର ସବୁ ପାପ ଧୋଇଗଲା। ଆପଣ ମାନେ କମେଣ୍ଟ କରିକି କହିଲେ ଦେଖି, ସତରେ କଣ ମନ୍ଦିରରେ ଜୋତା ହଜିଲେ ଭଲ?